ଓಂ ନମୋ ଭଗବତେ ବାସୁଦେବାୟ ନମଃ। ନମସ୍କାର ବନ୍ଧୁଗଣ ଆପଣମାନଙ୍କୁ ଆମ ୟୁଟ୍ୟୁବ ଚ୍ୟାନେଲକୁ ପୁଣି ଥରେ ସ୍ୱାଗତମ ଏବଂ ଶୁଭକାମନା। ଆଜିର ଏହି ଭିଡିଓଟି ମୁଁ ଗୋପାଳ ଠାକୁରଙ୍କ ଉଦ୍ଦେଶ୍ୟରେ ନେଇକିନା ଆସିଛି। ଆପଣମାନେ କେମିତି ଅଛନ୍ତି ବନ୍ଧୁଗଣ? ଆଶା କରୁଛି ଆପଣମାନେ ବହୁତ ହି ଭଲ ଥିବେ। କାହିଁକି ନା ଗୋପାଳ ଠାକୁରଙ୍କୁ ଯିଏ ବି ମାନୁଥିବେ ଏବଂ ତାଙ୍କୁ ପୂଜା ଅର୍ଚ୍ଚନା କରୁଥିବେ, ତାଙ୍କୁ କେବଳ ଛୁଆ ଭଳି ନିଜର ଛୁଆ ଭଳି ହିଁ ପୂଜା କରୁଥିବେ। ଗୋପାଳ ଠାକୁର ତ କେବେ ବି ଠାକୁର ତ ହେଇଥାନ୍ତି, କିନ୍ତୁ ଆମେ ତାଙ୍କୁ ଗୋଟିଏ ଛୋଟ ପିଲା ଭଳି ଆମେ ତାଙ୍କୁ ଯତ୍ନ ନେଇଥାଉ, ତାଙ୍କର ସେବା ଆରାଧନା କରିଥାଉ। ଆମେମାନେ ଯେମିତି ଆମ ଛୋଟ ପିଲାଟିକୁ ଯତ୍ନର ସହିତ ବଡ଼ କରିଥାଉ, ଠିକ୍ ସେହିପରି ଗୋପାଳ ଛୁଆ ବି ଆମର ସେମିତି ଗୋଟିଏ ଛୁଆ ସଦୃଶ। ତାଙ୍କୁ ବି ଆମେମାନେ ସେମିତି ପୂଜା ଆରାଧନା ଏବଂ ସେବା ଯତ୍ନ ମଧ୍ୟ କରିଥାଉ। ସେ ତାଙ୍କରି ଉଦ୍ଦେଶ୍ୟରେ ମୁଁ ଆଜିର ଏହି ଭିଡିଓଟିକୁ ଆପଣମାନଙ୍କ ପାଇଁକିନା ନେଇ ଆସିଛି। ଆଜିର ଏହି ଭିଡିଓଟି ଆଗାମୀ ଏହି 2 ଦିନ ଅର୍ଥାତ୍ ଜାନୁଆରୀ 8 ଏବଂ 9 ତାରିଖର ଦିନ ଆପଣମାନଙ୍କର କିପରି ଭାବରେ ସାବ୍ୟସ୍ତ ହେବ, ଆପଣମାନେ କିପରି ଭାବରେ ଏହି ଦିନଟିକୁ ଅତିବାହିତ କରିବେ, ତା ସହିତ ଆପଣମାନଙ୍କୁ ବିଶେଷ ଭାବରେ ଯଦି କହିବେ ଆପଣମାନଙ୍କୁ କେଉଁ ସବୁ ଜିନିଷରେ ଫାଇଦା ମଧ୍ୟ ମିଳିବ, ତା ସହିତ ଆପଣମାନଙ୍କୁ କେଉଁ ସବୁ ଜିନିଷରେ ସାବଧାନତା ଅବଲମ୍ବନ କରିବା ପାଇଁକିନା ପଡ଼ିବ, ଆଉ ତା ସହିତ ଆପଣମାନଙ୍କର ଲଭ୍ ଲାଇନ୍, ବିଜନେସ୍, କ୍ୟାରିୟର ଏବଂ ବ୍ୟାପାର ଏହି 2 ଦିନରେ ଆପଣମାନଙ୍କର କିପରି ଭାବରେ ରହିବ, ତା ସହିତ ଆପଣମାନଙ୍କ ସ୍ୱାସ୍ଥ୍ୟର କିଛି ମହତ୍ତ୍ୱପୂର୍ଣ୍ଣ ଇନଫର୍ମେସନ ମଧ୍ୟ ମୁଁ ଆପଣମାନଙ୍କୁ ଜଣେଇବି। ଆଉ ଏ ଭିଡିଓ ଶେଷରେ ମୁଁ ଆପଣମାନଙ୍କୁ କିଛି ଉପାୟ ବିଷୟରେ ମଧ୍ୟ କହିବି, ଯାହା ଫଳରେ ଆପଣମାନେ ଏହି 2 ଦିନକୁ ଆହୁରି ଅଧିକ ଭଲ ଏବଂ ସୁବୋଧପୂର୍ଣ୍ଣ ଭାବରେ କରିପାରିବେ। ଆଗକୁ ଭିଡିଓ ଆରମ୍ଭ କରିବା ପୂର୍ବରୁ ମୋର ଗୋଟିଏ ଆପଣମାନଙ୍କୁ ରିକ୍ୱେଷ୍ଟ କି ଆପଣମାନେ ଯଦି ଏ ଚ୍ୟାନେଲରେ ନୂଆ ଅଛନ୍ତି, ତେବେ ଏବେ ହିଁ ଯାଇକି ସବସ୍କ୍ରାଇବ କରନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନକୁ ମଧ୍ୟ କ୍ଲିକ୍ କରନ୍ତୁ, ଯାହା ଫଳରେ ସମୟ ସମୟର ସହିତ ସମସ୍ତ ଭିଡିଓର ନୋଟିଫିକେସନ ଆପଣମାନଙ୍କୁ ହିଁ ସର୍ବପ୍ରଥମେ ମିଳିଯିବ। ଆସନ୍ତୁ ଏବେ ଜାଣିବା ଆପଣମାନଙ୍କ ପାଇଁକିନା ଆଗାମୀ ଏହି 2 ଦିନ ଅର୍ଥାତ୍ ଏବଂ 8 ଏବଂ 9 ତାରିଖର ଦିନ। ଯଦି ମୁଁ ଆପଣମାନଙ୍କୁ ସବୁଠାରୁ ପ୍ରଥମେ କହିବି କି ଏହି 2 ଦିନରେ ସତରେ କଣ ଆପଣମାନଙ୍କ ପାଇଁକିନା ପଜିଟିଭ ହେବା ପାଇଁକିନା ଯାଉଛି, ଯଦି କହିବା କି ବନ୍ଧୁଗଣ ଏହି ଦିନ ମାନଙ୍କରେ ଆପଣମାନଙ୍କର କୌଣସି ରାଜନୀତି ଲୋକମାନଙ୍କ ସହିତ ଆପଣମାନଙ୍କର ସାକ୍ଷାତ ମଧ୍ୟ ହେବ, ଆଉ ଏଇ 2 ଦିନରେ ଆପଣମାନଙ୍କର ଲୋକପ୍ରିୟତା ମଧ୍ୟ ବଢିଯିବ। ତା ସହିତ ଜନସମ୍ପର୍କର କାଇରା ମଧ୍ୟ ଆପଣମାନେ ବିସ୍ତାର କରିନେବେ। ସନ୍ତାନମାନଙ୍କ ତରଫରୁ ତାଙ୍କର କ୍ୟାରିୟରକୁ ନେଇକି ଏହି ଦିନ ମାନଙ୍କରେ କୌଣସି ଶୁଭ ସମାଚାର ମଧ୍ୟ ମିଳିପାରେ। ତା ସହିତ ଆପଣମାନଙ୍କର ସିଦ୍ଧାନ୍ତବାଦୀ ଦୃଷ୍ଟିକୋଣ ସମାଜ ଏବଂ ଧାର୍ମିକ ସ୍ଥଳରେ ବିଶେଷ ଭାବରେ ସମ୍ମାନଜନକ ଉପାଧି ମଧ୍ୟ ପ୍ରଦାନ କରିବ। ଏହା ସହିତ ଧାର୍ମିକ ଏବଂ ଆଧ୍ୟାତ୍ମିକ ଗତିବିଧିରେ ଆପଣମାନଙ୍କର ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ମଧ୍ୟ ରହିବ। ତା ସହିତ ପ୍ରପର୍ଟି ସମ୍ବନ୍ଧୀୟ କୌଣସି ଅଟକିଥିବା କାର୍ଯ୍ୟ ଆପଣମାନଙ୍କର ପୂରା ହେବାର ସମ୍ଭାବନା ମଧ୍ୟ ବନୁଛି। ତା ସହିତ ଏହି ଦିନ ମାନଙ୍କରେ ଆପଣମାନଙ୍କର ବହୁତ ଭଲ ସ୍ଥିତି ମଧ୍ୟ ରହିବ। ତା ସହିତ ଯଦି କହିବା କି ଭାଗ୍ୟ ଏବଂ ସନ୍ତାନ ଜନିତ କ୍ଷେତ୍ରରେ ଆପଣମାନଙ୍କୁ ସୁବିଧା ମଧ୍ୟ ପ୍ରାପ୍ତ ହେବ। ଆପଣମାନଙ୍କର ବିବେକ ଏବଂ ଆଦର୍ଶବାଦୀ ସ୍ୱଭାବ ବିଶେଷ ଭାବରେ ମହତ୍ତ୍ୱପୂର୍ଣ୍ଣ ଉପଲବ୍ଧି ନେଇକିନା ଆସିବ। ଗ୍ରହମାନଙ୍କର ସ୍ଥିତି କାଫି ସନ୍ତୋଷଜନକ ଆପଣମାନଙ୍କ ପାଇଁକିନା ହେବ। ଯେଉଁ ଲୋକମାନେ ଆପଣମାନଙ୍କ ଖିଲାଫରେ ମଧ୍ୟ ଥିଲେ, ସେହି ଲୋକମାନେ ବିଶେଷ ଭାବରେ ଆପଣମାନଙ୍କ ସପକ୍ଷରେ ମଧ୍ୟ ରହିବେ। ଆଉ ସମ୍ବନ୍ଧରେ ମଧ୍ୟ ଆପଣମାନଙ୍କର କାଫି ସୁଧାର ମଧ୍ୟ ଦେଖିବା ପାଇଁକିନା ମିଳିବ। ସବୁ କାର୍ଯ୍ୟ ଆପଣମାନଙ୍କର ଶାନ୍ତିପୂର୍ଣ୍ଣ ଭାବରେ ମଧ୍ୟ ହୋଇଯିବ। ତା ସହିତ ଭାବୁକତା କାରଣରୁ ଆପଣମାନଙ୍କର ବୈବାହିକ ଦୃଷ୍ଟିକୋଣ ଆପଣମାନଙ୍କ କାର୍ଯ୍ୟରେ ସହାୟକ ମଧ୍ୟ ହେବ। ଏ ଦିନ ମାନଙ୍କରେ ଆପଣମାନଙ୍କର ସକାରାତ୍ମକ ଏବଂ ସନ୍ତୁଳିତ ଭାବନା ଆପଣମାନଙ୍କୁ ଆଗକୁ ବଢିବା ଏବଂ ନିଜର କାର୍ଯ୍ୟକୁ ସୁଚାରୁ ରୂପେ କରିବାରେ ବହୁତ ସହଯୋଗ ମଧ୍ୟ କରିବ। ଘରେ କୌଣସି ଆପଣମାନଙ୍କର ଧାର୍ମିକ ଉତ୍ସବ ମଧ୍ୟ ଯୋଜନା ବନିବ। ଆପଣମାନେ ନିଜେ ନିଜକୁ ତାଜା ବିଶେଷ ଭାବରେ ଅନୁଭବ କରିବେ। ତା ସହିତ ଆପଣମାନଙ୍କର ଅଟକିଥିବା ପେମେଣ୍ଟ ମିଳିବା କାରଣରୁ ଆପଣମାନଙ୍କର ଆର୍ଥିକ କ୍ଷେତ୍ରରେ କାଫି ଟାଇମ ପର୍ଯ୍ୟନ୍ତ ମଧ୍ୟ ସୁଧାର ଆସିବ, ଯାହା ଫଳରେ ଆପଣମାନଙ୍କୁ କାଫି ଖୁସି ମଧ୍ୟ ମିଳିବ ଏବଂ ଆପଣମାନଙ୍କ ମନ ବହୁତ ପ୍ରସନ୍ନ ମଧ୍ୟ ରହିବ। ଆସନ୍ତୁ ଏବେ ଜାଣିବା ଆପଣମାନଙ୍କ ପାଇଁକିନା ଏ ଦିନ ମାନଙ୍କରେ କଣ ନେଗେଟିଭ ମଧ୍ୟ ରହିବ। କୌଣସି ପ୍ରକାର ଉଧାରୀ ଠାରୁ ଆପଣମାନେ ଏ ଦିନ ମାନଙ୍କରେ ଦୂରେଇକିନା ରୁହନ୍ତୁ। ଧନ ନେଣଦେଣ କାର୍ଯ୍ୟ କରିବା ଠାରୁ ଆପଣମାନେ ଛଳନା ଏବଂ ଧୋକାର ଶିକାର ମଧ୍ୟ ହୋଇପାରନ୍ତି। କୌଣସି କାର୍ଯ୍ୟରେ ବି ଆପଣମାନେ ବହୁତ ଭାବି ଚିନ୍ତିକିନା ଟାଇମ ଆଦୌ ବି ଲଗାନ୍ତୁ ନାହିଁ।
ଯାହା ଫଳରେ ଆପଣମାନଙ୍କ ହାତରୁ ସମୟ ମଧ୍ୟ ବାହାରି ଯାଇପାରେ। ସାମାଜିକ ସମ୍ପର୍କକୁ ମଧୁରତା ବନେଇକି ରଖିବାର ଅଛି। କାହିଁକି ନା କେବେ କେବେ ନକାରାତ୍ମକ ପୁରୁଣା କଥା ପୁଣି ଥରେ ମଧ୍ୟ ଉଠିପାରେ। ଯାହା ଫଳରେ ଆପଣମାନଙ୍କ ମନୋବଳରେ କାଫି ଟାଇମ୍ ପର୍ଯ୍ୟନ୍ତ ଦୁର୍ବଳତା ଅନୁଭବ କରିବେ। ନିଜର ସ୍ୱଭାବକୁ ସବୁବେଳେ ପଜିଟିଭ ବନେଇକିନା ରଖନ୍ତୁ। ଏ କଥାର ମଧ୍ୟ ଆପଣମାନଙ୍କୁ ବିଶେଷ ଭାବରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି କି ଆପଣମାନଙ୍କର ସରଳ ସ୍ୱଭାବର କିଛି ଲୋକମାନେ ଫୁଲ୍ ଫାଇଦା ମଧ୍ୟ ଆପଣମାନଙ୍କ ଠାରୁ ଉଠେଇ ପାରନ୍ତି। ଯାହା ଫଳରେ ଆପଣମାନଙ୍କର ମନର ସ୍ଥିତି କିଛି ବିଚଳିତ ମଧ୍ୟ ହୋଇପାରେ। ଅନ୍ୟର ପ୍ରୋବ୍ଲେମକୁ ସୁଲଝାଇବାରେ ଆପଣମାନଙ୍କର କିଛିଟା କାର୍ଯ୍ୟ ଅଟକି ଯାଇ ମଧ୍ୟ ପାରେ। ତା ସହିତ କୌଣସି ପ୍ରକାର କାହାକୁ ବି ବାଧା କରିଛନ୍ତି ତାକୁ ନିହାତି ଭାବରେ ପୂରା କରନ୍ତୁ। ନଚେତ୍ ସମାଜରେ ଆପଣମାନଙ୍କର ଇମେଜ ମଧ୍ୟ ବିଗିଡ଼ି ପାରେ। ଆଉ କିଛି ଲାଭଦାୟକ ମୌକା ମଧ୍ୟ ଆପଣମାନଙ୍କ ହାତରୁ ବାହାରି ଯିବାର ବିଶେଷ ସମ୍ଭାବନା ମଧ୍ୟ ବନୁଛି। ଏହା ସହିତ ଯଦି କହିବା ଆପଣମାନେ ଦେଖାଦେଖି ପ୍ରକୃତି ଠାରୁ ଟିକେ ଦୂରେଇକିନା ରୁହନ୍ତୁ। ଏ ସମୟରେ କିଛି ଧନ ସମ୍ପତ୍ତି ନୁକସାନ ହେବାର ସମ୍ଭାବନା ମଧ୍ୟ ରହିଛି। ତା ସହିତ କୌଣସି ପ୍ରକାରର ନିବେଶକୁ ଆପଣମାନେ ବାହାର ମଧ୍ୟ କରିଦିଅନ୍ତୁ। ସମ୍ପତ୍ତି ବିବାଦୀୟ କ୍ଷେତ୍ରରେ ଆପଣମାନେ ଟିକେ ଧ୍ୟାନ ରଖନ୍ତୁ। ଭାଇମାନଙ୍କ ସହିତ ଆପଣମାନଙ୍କର ସମ୍ବନ୍ଧ ଟିକେ ବି ଖରାପ ନ ହେଉ। ତା ସହିତ ପିଲାମାନଙ୍କର ଗତିବିଧିରେ ଆପଣମାନଙ୍କୁ ଧ୍ୟାନ ରଖିବାର ଆବଶ୍ୟକତା ମଧ୍ୟ ରହିଛି। ସେମାନଙ୍କର କିଛି ଭୁଲ ଆଦତ ଏବଂ ସଙ୍ଗତ ଆପଣମାନଙ୍କୁ ପ୍ରୋବ୍ଲେମରେ ମଧ୍ୟ ପକେଇ ଦେଇପାରେ। ସେ ସବୁ କାର୍ଯ୍ୟକୁ ଆପଣମାନଙ୍କୁ ସକାରାତ୍ମକ ନ୍ୟସ୍ତ କରିବାର ଆବଶ୍ୟକତା ମଧ୍ୟ ରହିଛି, ଯାହା ତାଙ୍କ ଭବିଷ୍ୟତ ପାଇଁ କାଫି ସିଦ୍ଧ ମଧ୍ୟ ହେବ। ଆସନ୍ତୁ ଏବେ ଜାଣିବା ଆପଣମାନଙ୍କର ଏ ଦିନମାନଙ୍କରେ ଲଭ୍ ଲାଇନ୍ ସ୍ଥିତି କିପରି ଭାବରେ ରହିବ। ଘରର ମାହୋଲ ଅନୁଶାସିତ ଏବଂ ଖୁସିଭରା ମଧ୍ୟ ରହିବ। ପ୍ରେମ ସମ୍ବନ୍ଧରେ ମର୍ଯ୍ୟାଦା ବନି ରଖିବାର ଆବଶ୍ୟକତା ମଧ୍ୟ ରହିଛି। ଆପଣମାନେ ଆପଣମାନଙ୍କର ପ୍ରୋବ୍ଲେମକୁ ସୁଲଝାଇବାରେ ନିଜର ଜୀବନସାଥୀ ଏବଂ ପିଲାମାନଙ୍କ ସହଯୋଗ ଅବଶ୍ୟ ହିଁ ମିଳିବ। ଯାହା ଫଳରେ ଆପଣମାନଙ୍କର ଆତ୍ମବିଶ୍ୱାସ କାଫି ବହୁତ ଭଲ ରହିବ। ଅତି ସମ୍ପର୍କୀୟ ସହିତ ଆପଣମାନଙ୍କର ଏ ଦିନମାନଙ୍କରେ କିଛି ବୁଲାବୁଲି ଏବଂ ଛୋଟ ମୋଟ ପ୍ରୋଗ୍ରାମ ମଧ୍ୟ ବନିପାରେ। ଯାହା ଫଳରେ ଘର ପରିବାରରେ ଆପଣମାନଙ୍କର ବାତାବରଣ ବହୁତ ଖୁସି ଭରା ହୋଇକିନା ରହିବ। ଆସନ୍ତୁ ଏବେ ଜାଣିବା ଆପଣମାନଙ୍କର ଏ ଦିନମାନଙ୍କର ବ୍ୟବସାୟ କ୍ୟାରିୟର ମଧ୍ୟ କିପରି ଭାବରେ ରହିବ। ଯଦି କହିବା କି କାର୍ଯ୍ୟସ୍ଥଳରେ ନିଆଯାଇଥିବା ଠୋସ୍ ନିର୍ଣ୍ଣୟ ଆପଣମାନଙ୍କ ପାଇଁକିନା ବହୁତ ଭଲ ରହିବ ଏବଂ ସଫଳତା ଆପଣମାନଙ୍କୁ ଏ ଦିନମାନଙ୍କର ଅବଶ୍ୟ ହିଁ ପ୍ରାପ୍ତ ହେବ। ତା ସହିତ ମାର୍କେଟିଂ ଏବଂ ପେମେଣ୍ଟ କରିବା ସ୍ଥଳ ଜାଗାରେ ଆପଣମାନେ ଆପଣମାନଙ୍କର ଟାଇମକୁ ସ୍ପେଣ୍ଡ ମଧ୍ୟ କରିବେ। ସେୟାର ଏବଂ ରିସ୍କ ପ୍ରଭୃତି କାର୍ଯ୍ୟରେ ବିଶେଷ ଭାବରେ ସେଠାରୁ ଦୂରେଇକିନା ରୁହନ୍ତୁ। କାହିଁକି ନା ଆପଣମାନଙ୍କ ସହିତ କୌଣସି ଧୋକାଧଡ଼ି ମଧ୍ୟ ହୋଇପାରେ ଏବଂ ଛଳନ ମଧ୍ୟ ହୋଇପାରେ। ଚାକିରିରେ କୌଣସି ପ୍ରକାରର ସ୍ଥାନ ପରିବର୍ତ୍ତନ ବିଶେଷ ଭାବରେ ଆପଣମାନଙ୍କ ପାଇଁକିନା ଯୋଗ ମଧ୍ୟ ବନୁଛି। କାର୍ଯ୍ୟସ୍ଥଳରେ କୌଣସି ପଡ଼ୋଶୀମାନଙ୍କ ସହ ଲଢ଼େଇ ଝଗଡ଼ାର ସ୍ଥିତି ମଧ୍ୟ ବନିବ। ତା ସହିତ ବ୍ୟବସାୟିକ କାର୍ଯ୍ୟ ପ୍ରଣାଳୀରେ ପରିବର୍ତ୍ତନ ନେଇକି ଆସିବା ପାଇଁକିନା ପଡ଼ିବ। ଯାହା ଫଳରେ ବେହେତିନ ପରିବର୍ତ୍ତନ ମଧ୍ୟ ଆପଣମାନଙ୍କ ପାଇଁକିନା ଆସିବ। ତା ସହିତ ଆପଣମାନେ କାର୍ଯ୍ୟକ୍ଷେତ୍ରରେ ବରିଷ୍ଠ ଲୋକମାନଙ୍କ ସହଯୋଗ ଅବଶ୍ୟ ହିଁ ନିଅନ୍ତୁ। ତା ସହିତ ଆପଣମାନେ ବର୍ତ୍ତମାନର ଗତିବିଧିରେ ନିଜର କାର୍ଯ୍ୟକୁ ନିବେଶ ମଧ୍ୟ କରନ୍ତୁ। ଏହା ଆପଣମାନଙ୍କ ପାଇଁକିନା ବହୁତ ଭଲ ରହିବ। ଆସନ୍ତୁ ଏବେ ଜାଣିବା ଆପଣମାନଙ୍କର ଏ ଦିନମାନଙ୍କରେ ସ୍ୱାସ୍ଥ୍ୟ କିପରି ଭାବରେ ରହିବ। ଯଦି କହିବା କି ଏ ଦିନମାନଙ୍କରେ ଆପଣମାନଙ୍କର ସ୍ୱାସ୍ଥ୍ୟ ବହୁତ ଭଲ ରହିବ, କିନ୍ତୁ ଆପଣମାନେ ଦିନଚର୍ଯ୍ୟାକୁ ବ୍ୟବସ୍ଥିତ କରିକି ରଖିବାର ଅବଶ୍ୟ ହିଁ ଆବଶ୍ୟକତା ରହିଛି। ତା ସହିତ ଆପଣମାନେ ଆପଣମାନଙ୍କର ଖାଦ୍ୟପେୟ ଉପରେ ଧ୍ୟାନ ମଧ୍ୟ ଦିଅନ୍ତୁ। ତା ସହିତ ଆପଣମାନେ ଆପଣମାନଙ୍କର ସ୍ୱାସ୍ଥ୍ୟକୁ ଆହୁରି ଅଧିକ ଭଲ ରଖିବା ପାଇଁକିନା ଆପଣମାନେ ପ୍ରତ୍ୟେକ ଦିନ ଯୋଗ କରନ୍ତୁ, ବ୍ୟାୟାମ କରନ୍ତୁ ଏବଂ ସୁଖାସନ ନିହାତି ଭାବରେ କରନ୍ତୁ। ତା ସହିତ ଆପଣମାନେ ଆୟୁର୍ବେଦିକ ଜିନିଷର ମଧ୍ୟ ସେବନ କରନ୍ତୁ। ଆସନ୍ତୁ ଏବେ ଜାଣିବା ଆପଣମାନଙ୍କ ପାଇଁକିନା ଏ ଦିନମାନଙ୍କରେ କ'ଣ ବିଶେଷ ଉପାୟ ମଧ୍ୟ ରହିଛି। ଏ ଦିନମାନଙ୍କରେ ଆପଣମାନେ ଗୋପାଳ ଛୁଆଙ୍କୁ ତାଙ୍କର ପ୍ରିୟ ଖାଦ୍ୟ ତାଙ୍କୁ ଦିଅନ୍ତୁ ଏବଂ ତା ସହିତ ଆପଣମାନେ ଛୋଟ ପିଲାଙ୍କୁ କିଛି ଚକୋଲେଟ ମଧ୍ୟ ଦିଅନ୍ତୁ। ଏପରି କରିବା ଦ୍ୱାରା ଗୋପାଳ ଠାକୁର ଆପଣମାନଙ୍କ ଉପରେ ବହୁତ ଶୀଘ୍ର ପ୍ରସନ୍ନ ମଧ୍ୟ ହେବେ ଏବଂ ଆପଣମାନଙ୍କ ଟାଇମ ଏବଂ ଆଗକୁ ଆସୁଥିବା ଟାଇମରେ ଆପଣମାନଙ୍କର ସମସ୍ତ କଷ୍ଟକୁ ସେ ଦୂର ମଧ୍ୟ କରିନେବେ। ତା ସହିତ ଆପଣମାନଙ୍କ ପାଇଁକିନା ଆଜିର ଏହି ଭିଡ଼ିଓରେ ମୁଁ ଆପଣମାନଙ୍କୁ ଗୋଟିଏ ପ୍ରଶ୍ନ ମଧ୍ୟ ପଚାରୁଛି। ଗୋପାଳ ଠାକୁରଙ୍କର ପ୍ରିୟ ଖାଦ୍ୟ କ'ଣ? ସେଇଟାକୁ ଆପଣମାନେ କମେଣ୍ଟ ବକ୍ସରେ ନିହାତି ଭାବରେ ଜଣାନ୍ତୁ। ଆଶା କରୁଛି ଆଜିର ଏହି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥିବ। ଯଦି ଭଲ ଲାଗିଥାଏ ତେବେ କମେଣ୍ଟ ବକ୍ସରେ ଜୟ ଗୋପାଳ ଠାକୁର ବୋଲି ଅବଶ୍ୟ ଲେଖନ୍ତୁ ଏବଂ ଗୋପାଳ ଠାକୁରଙ୍କର ପ୍ରିୟ ଖାଦ୍ୟ ମଧ୍ୟ ଜଣାନ୍ତୁ। ରହୁଛି, ପୁଣି ଦେଖା ହେବ ଏକ ନୂତନ ଭିଡ଼ିଓ ମାଧ୍ୟମରେ। ସେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ଧନ୍ୟବାଦ।